ଦ୍ୱିତୀୟ କଥା ଗୋଟେ ଆଲିଗେସନ୍ ମୁଁ ଶୁଣିବି ମିଡ଼ିଆରୁ ବିଭିନ୍ନ କଥାରୁ ଯେ ସେ ଯେ 5 ବର୍ଷ ଏଗ୍ରିମେଣ୍ଟ କରିଥିଲେ ମଝିରେ 2 ମାସ ପରେ ଚଲାକୁ ବାଟ 40 ଲକ୍ଷ ଉଠେଇଛନ୍ତି ଏବେ ଶୁଣି କହିଲି କିନ୍ତୁ ମୁଁ ମଝିରେ ବି 8 ବର୍ଷ ପାଇଁ 9 ଲକ୍ଷ ବି ଦେଇସାରିଛି 5 ବର୍ଷ ଏଗ୍ରିମେଣ୍ଟ ଯେତେବେଳେ ମୁଁ ଛାଡ଼ୁ ନାହିଁ ସେ ସେପଟେ ବାହା କରୁନି ଖଣ୍ଡେ ଚାଲିଗଲା ସେ ବିଭିନ୍ନ ବାହାନା କରିକି ଗୋଟେ ହେଇଯାଇଛି ପ୍ରଫେସନ ଏମିତି ବନିଯାଇଛି ଟଙ୍କା 2-3ଟା ପାର୍ଟି ଉଠେଇବା ପାଇଁ ସେ ଟଙ୍କା ଭାବିଛନ୍ତି ସେଭଳି ଆନ୍ଦୋଳନ ପାଖରେ ନାହ ଆଇନ ପ୍ରୋସିଜର ଭିତରେ ପାର୍ଟିରୁ ଟଙ୍କା ନେଇଛ ଯାତ୍ରା ମୋ ପାର୍ଟିରେ କରିବ ଯଦି ଆଜି ତୁ ଯେତିକି ଦିନ ଯାତ୍ରା ନକରିବ ଆଇନ କାନୁନ ଯାହା ଥିବ ସେଥିପାଇଁ ଆମେ କରିବୁ ପଇସା ଯେତେ କ୍ଷତିପୂରଣ ହେବ ଆମେ କେସ୍ କରିବୁ କୋର୍ଟ କହିବ ଆମ କ୍ଷତିପୂରଣ ପାଇବୁ ନ ଚଢ଼ିଲେ ମୁଁ ଏଗ୍ରିମେଣ୍ଟ କରିଛି ଆପଣଙ୍କର ଏଗ୍ରିମେଣ୍ଟ କେତେ ପର୍ଯ୍ୟନ୍ତ ଅଛି ଆଜ୍ଞା 5 ବର୍ଷ ଆପଣ ଭୁଲ କଥା ସିଏ ଅଭିଯୋଗ ପୃଥ୍ୱୀରାଜ ଗୋଟେ ଅଲଗା ପାର୍ଟି ଇଏ ଗୋଟେ ଅଲଗା ଗୋଟିଏ ପାର୍ଟିରେ 2ଟା ପାର୍ଟିର ହୁଏ 9 ଲକ୍ଷ ପାଇଁ ମୁଁ ଦେଇ ସାରିଛି 40 ଲକ୍ଷ କାହିଁ କେବେ ଦେଇଛି ଡିସେମ୍ବର 23 ଦେଇଛି ତମେ ଯଦି ନ ରହିବ ତମ କାଠି ରହିବ ବୋଲି ଘୋଷଣା ବି କରିଛ 3 ଦିନ ତଳେ ଆପଣମାନେ ସବୁ ଦେଲେ ଦେଶରେ କିଛି କରାଇଛି ଘୋଷଣା ପଚାର ସବୁ ତମର ସାମାଜିକ ବନ୍ଧୁବାନ୍ଧବ ଦେଲେ ଏବଂ ନେଇକି ଧରିକି ମୋତେ ଖୁସି ହେଇକି ହସିକି ଦେଇଛି ଲୋକ ଲଗେଇକି ଆପଣ ପ୍ରେସର ଦଉଛନ୍ତି କାହାକୁ ଲୋକ ଲଗେଇକି ଗୁଣ୍ଡା ଲଗେଇକି ମୋ ଘରରୁ 1 କିଲୋମିଟର ଦୂରରେ ଥିଲାନି ସେଠି କିଛି ଗୁଣ୍ଡା ଲଗେଇବି ନା ବାହାନା ଖୋଜି କାଲି ପଡ଼ିଗଲା ଏବଂ ଡାକ୍ତରଙ୍କୁ ପଚାରି ଦେଇକି ଡାକ୍ତର କହିଲେ ନା କିଛି ସେଟା ଅଭିନୟ ରୋଲ ନ କଲେ ଗୋଟେ କେସ୍ ଆସି ଆଇଲେ ମୁଁ ଛାଡ଼ିଦେବି ନା ଡରିକି ଛାଡ଼ିଦେବି ସରିଲା ଗୋଟେ ପାଟି ସାଲାଇନ୍ ନେଲେ ଆଜ୍ଞା ସାଲାଇନ୍ ଆପଣ ଆସନ୍ତୁ এই ଆପଣ ଆଗରେ ମୁଁ 4ଟା ସାଲାଇନ୍ ନେବି ଅଭିନୟ ଯୋଉ ଗାଁରେ ଦେଶୀ ଆମ୍ବ ଫଳଟା ଚିନ୍ତା କରାଯାଏ ବିଲରେ କାମ କରୁଥିଲେ ଆପଣ ନେଇଥାନ୍ତେ ଆଜ୍ଞା କଣ ପାଇଁ ସାଇ ଏମିତି କରିବାର କାରଣ ଗୋଟେ ପ୍ରଫେସର ବନିଯାଇଛି ବର୍ତ୍ତମାନ 2-4ଟା ପାର୍ଟିରୁ ପଇସା ଉଠୁ କଥା ହେଇଗଲା କିଛି କାରଣ ମୁଁ ତାକୁ କିଛି କହିନି ମୁଁ ଘରେ ଶୋଇଥିଲି ଫୋନ୍ ହେଲା ମୁଁ ତାକୁ କହିଲି ମେଡ଼ିକାଲ ନେଇଯା ମୁଁ ତାକୁ 2-3 ଥର କଣ୍ଟାକ୍ଟ କରିଛି କଥା ବି ହେଇଛି ଏମିତି ଖାଲି କଥା ହେଲା କିନ୍ତୁ ଅଲଗା ତାର ଲୋକ ଯିଏ ସେ କଥା ହେବେ ମୋ ଭିଡ଼ିଓ କଲ୍ ଠାକୁର ଧରି କହିବେ ଜଗନ୍ନାଥ ଶିବ ମୋ ଆଗରେ ମୁଁ କଣ୍ଟାକ୍ଟ କରିଛି କଥା ବି 2 ଥର ହେଇଛି ମୁଁ ଟିକେ ପରେ କଥା ହେଉଛି ଆପଣ ମୋତେ ପିଲା ବି ପଠେଇଥିଲେ ମେଡ଼ିକାଲ ସବୁ ପିଲା ମୁଁ ଅମାନସିକ ଲୋକ ନୁହଁ ମୋ ପାଖରେ ଚାକିରି କରିଛି ମୁଁ ତାକୁ କାହିଁ ଆଗେ ଗୁଣ୍ଡା ଲଗେଇବି ମୋତେ କହିଲି ମୋ ପାଖରେ ଚାକିରି କଲା 8 ବର୍ଷ ଚାକିରି ମୁଁ ତାକୁ 2 ପଇସା ରୋଜଗାର କରିବି ତାକୁ ଟଙ୍କା ଦେଇଛି ତାকে ମୁଣ୍ଡା ଲଗେଇବି ଆପଣଙ୍କ ନାଁରେ ଅଭିଯୋଗ କାରଣ କ'ଣ ଏମିତି ଗୋଟେ ଝାମେଲା କଲେ ମୁଁ ବୋଧେ କିଛି କହିବିନି ଚଲା ପାଟି ବାହା କରିଦେଇକି ଆଜି ଦେଖନ୍ତୁ 10 ମିନିଟ୍ ତଳେ ବାହାରିଛି କାହିଁ ମାରିବ ଟଙ୍କା ନେଲା ବେଳେ କ'ଣ 5ଟା ପାର୍ଟିରେ ଆମକୁ କରି ଥୋଇଦେବେ ସେଥିପାଇଁ ସିଏ ମୁଁ କିଛି ଜାଣିନି ସେ ମୋ ପାଖରେ ଏଗ୍ରିମେଣ୍ଟ କରିଛି ମୁଁ କାଗଜପତ୍ର ଦେଖେଇଲେ ଆଜ୍ଞା କାଗଜପତ୍ର ମୋ ପାଖରେ ନାହିଁ ମୁଁ ବିନା କାଗଜ ଏଠି ଆସିବା ଲୋକ ନୁହଁ ଦେଖେଇଲେ ଥାନାକୁ ଆସିବାକୁ ଲୋକ ଡରେ ମୁଁ କୌଣସି ଜାଗାରେ ଡରିବା ଲୋକ ନୁହଁ ନ୍ୟାୟରେ ଅଛି କାଗଜପତ୍ର ସହକାର ଅଛି ଲଢ଼େଇବି ଆପଣ ଆପଣ ସବୁ କାଗଜପତ୍ର ଆଣି ଦେଖେଇ କାଗଜପତ୍ର ଅଛି ନା ସଜେସନ୍ ଦଉଛି ଭାଇ ଛୁଟି ଛୁଟି ଦେଇଦେବେ ଆପଣ କଥା ହେଇଯିବେ ମୋ ପିଲା ମୋ ପାଖରେ ଥାଉ ଆପଣ ପଇସା ନେଇଯିବେ ଆପଣ ଜାଣିଛନ୍ତି ଆଉ ଗୋଟେ କଥା ଯାତ୍ରା ପାର୍ଟିରେ କେତେ ଦିନ ଆଗରୁ
ଆପଣ କଣ ଯୋଉଦିନ ମୋ ପାଖରେ ଏଗ୍ରିମେଣ୍ଟ କରିବ ଯଦି ମନେକର ଆଉ ଗୋଟେ ପାର୍ଟିକି ଯିବ ତା ସିଷ୍ଟମ କହିଦେଲେ ମିଡ଼ିଆରେ ଅସୁବିଧା ହେଇଯିବ ସବୁ ଜିନିଷ ଆପଣ ଏପଟେ କୁହନ୍ତୁ ଏପଟେ କୁହନ୍ତୁ ସାମ୍ନାରେ କୁହନ୍ତୁ। ଆପଣ ମିଡ଼ିଆରେ କୌଣସି ପ୍ରକାରେ ତାର ମୋ ପାଟେ ଚାକିରି କରିଛି ଶୁଣନ୍ତୁ ମୋ ପାଟେ ଚାକିରି କରିଛି 2 ମାସ ଚାକିରି କରିନି 12 ମାସ ଅଛି ଏଗ୍ରିମେଣ୍ଟ କରିଦେବା ଗୋଟେ ପାଟେ ତାହେଲେ କୋଉ ସଂସ୍ଥାରେ ଅଛି କୋଉ ଆଇନ ତୁଳସୀ ପାଟିରେ ଯୋଉ କଳାକାର ସୁରକ୍ଷା ନ ରହିପାରିବ ଜୀବନରେ କୋଉ ପାଟିରେ ସୁରକ୍ଷା ରହିପାରିବ ଆଉ ଏଠି ଚଳିବନି କହୁଛି ଶୁଣନ୍ତୁ ଯାହାର ମାନସିକତା ଭୁଲ ଥବ ଯିଏ ତ ଗୁଣ୍ଡା ନଉତ ମାରିବ ସେ ଏଠି ମୋ ପାଟିରେ କରିପାରିବ ଆଉ ଗୋଟେ ପାଟିରେ କଲେ ସେ କରିପାରିବେ ଆରେ ଭାଇ ମୁଁ ଜାଣିନି ସେ ଆସିବ ନ ଆସିବ ମୋ ପାଟି ନାଟ ଅଛି ତାପରେ ଯାତ୍ରା ସବୁ ଜିନିଷ ଚାଲିବ ଆପଣ ଏପଟେ କୁହନ୍ତୁ ମୁଁ ପଳେଇବି ଭାଇ ଆପଣଙ୍କ ପାଟିରେ ଭଲ କଳାକାର ପହଞ୍ଚିବ ବୋଲି ଆପଣ ଏମିତି ଗୁଣ୍ଡା ଲଗାଉଛନ୍ତି କି ନା ଶୁଣିବାକୁ ମିଳୁଛି ଯେତିକି କଳାକାର ତିଆରି ହେଇଛନ୍ତି ତୁଳସୀ ନାଟ ଆପଣ ତିଆରି ଖାଲି ସାଇ ଚଳିଲେନି ଆପଣ ଯାତ୍ରା ହେଲା ନା ମୁଁ ଶୋଇପଡ଼ିଲା ପରେ କଣ ଜାଣିଲେ ପୁଣି ଜାଣି ସାଙ୍ଗେ ସାଙ୍ଗେ ଯେହେତୁ ମେଡିକାଲ କେସ୍ ଉଠେଇଲି ଫୋନ୍ କଥା ହେଲା ମେଡିକାଲ ନେଇଯା ମେଡିକାଲରୁ ଆସିବାଟା ବେଶୀ ସେ ଆସୁନଥିଲା ଡାକ୍ତର କିଛି ବାଧ୍ୟରେ ଡିସ୍ଚାର୍ଜ କରାଯାଇଛି ଗଛ ଆପଣ ଲଗାଉଛନ୍ତି ଫଳ ଆଉ ଜଣେ କିଏ ଖାଉଛି କି ଖାଉଛି ମାନେ ପୁରା ଫଳ ଖାଉଛନ୍ତି କହୁଛନ୍ତି ବ୍ଲାଙ୍କ ପେପର ବାବୁ ଛୋଟ ପିଲା ବୟସ ସାର୍ ଆପଣ ଗଛ ଲଗାଉଛନ୍ତି ଫଳ ଅଲଗା ଲୋକ ଖାଉଛନ୍ତି କି ଅଇଁଠା ଖିଆ ମାନେ କଣ କରିବେ ଗଛ ନଗଉନାହାନ୍ତି ଫଳ ଖାଉନାହାନ୍ତି ଏତେ ଯାତ୍ରା ବି ଅଛି ଆପଣ ନା ଆମିଷ ଅଭ୍ୟାସ? ମୁଁ କାହାକୁ ଆଣିନି ତାହେଲେ ଲକ୍ଷ ଲକ୍ଷ ଟଙ୍କା ଦେଇକି ମୁଁ ଏଫଆଇଆର ଯଦି ସେ ଯାତ୍ରା କରନ୍ତି ଆପଣ ଏପଟେ କୁହନ୍ତୁ ମୁଣ୍ଡରେ ପଛକୁ ଆଗେ ମତେ ଜଣେଇଥାନ୍ତି କିଏ ଧମକ ଦେଲା ମାଲିକକୁ ଜଣେଇଥାନ୍ତି ଶୁଣନ୍ତୁ ଆସିଲା ବେଳେ କଳାକାର ଯୋଉ କଳାକାର ପାଦରୁ ବୁଟ ଧୂଳି ଥାଏ ସବୁ ନେଇକି ମୁଣ୍ଡରେ ମାରିଛନ୍ତି ଗଲାବେଳେ ଯୋଉ ଆଡଭାନ୍ସ ଦେଇସାରନ୍ତି ସେ କଳାକାର ମାଲିକଟା ମରିଯାଆନ୍ତା କି ଟଙ୍କା ବୁଡ଼ିଯାଆନ୍ତା ଏଇଟା ନିରାଶ ସତ ଆଚ୍ଛା ବାର ଏତେ ମାଲିକ ଅଛନ୍ତି ଆପଣ ନାଁ ବାରମ୍ବାର ଆଲିସ ପଚାର ମୁଁ ତିଆରି କରି ମୋ ପାଖରେ ଭଲ କଳାକାର ଅଛନ୍ତି ଆପଣ ଦେଖନ୍ତୁ ଯେତେ କାଚ ବାନ୍ଧି ଆପଣଙ୍କ ଜିରୋରୁ ହିରୋ କରୁଛନ୍ତି ତିଆରି କରିବେ କାଲି ଦେଖନ୍ତୁ ଗୋଟେ 10 ମିନିଟ୍ ଭିତରେ ନାଚ ଏପଟେ କୁହନ୍ତୁ 15 ମିନିଟ୍ ଭିତରେ ନାଚ ଚାଲିଛି ଆଉ ଗୋଟେ ପିଲା ଆମର ଛିଡ଼ା ହେଇକି ନାଚ କରିଦେଲା ନାଇଁ ନାଚ କରିଦେଲା କି ସେ ପେଣ୍ଡାଲ ଏମିତି ତିଆରି ହେଇଛି ତୁଳସୀ ନାଚ ଯିଏ ପହଞ୍ଚିବ ସେଠି ସେ ଛିଡ଼ା ହେଇ ନାଚ କରେ ଛା ମନେ ପଡ଼ିବ ତିଆରି ହେଇଛି ମୁଁ ତିଆରି କରି ମୋ ବାବା ଯିଏ ଶିବପ୍ରସାଦ ଲେଖା ସେ ପିଲା ମତେ ଦେଇଛନ୍ତି ତିଆରି ବସି ବସିକି ସାମ୍ନାରେ ବସିଲାଣି ପୁଣି ଆଉ ଆରେ ବାବା ତମେ ଭିତରେ ବସିଲ ଏଇଠି ଆପଣ ଏପଟେ କୁହନ୍ତୁ ପୃଥିବୀ କେହି ନଥିଲେ କାହା ପାଇଁ କାମ ମୁଁ ମାନବିକ ଦୃଷ୍ଟିକୋଣ ମୁଁ କିନ୍ତୁ କିଛି କହେନା ଆପଣ କହିଲେ ପାୟଲ କିଛି କହିଛନ୍ତି ଆପଣଙ୍କୁ ଜଗନ୍ନାଥ ରାଣୀ କହୁଛି ମୁଁ ଆଉଁସିକି ପଠେଇକି ଯାଇଛି ଯା ସେ କହିଲା ମୋର ମାନସିକ ସ୍ଥିତି ଠିକ୍ ନାହିଁ ମୁଁ ଘରେ ରହିଛି ମୁଁ ଆଇଲା ଘଣ୍ଟାଏ ପୂର୍ବରୁ ଡାକ୍ତର ତେଣୁକରି ତାକୁ ବୁଝେଇକି ଯା ତୁ ରୋଲ୍ କର ଯାଇଥିଲି ମୁଁ ତ କିଛି କହୁନି ମାଲିକ ମୋ ପାଖରେ ନାଚ ବାନ୍ଧିକି ମୋର କ୍ଷତି ହେଲା ମୁଁ ଅପୋଜିଟ୍ ପାର୍ଟି ପ୍ଲାନ୍ରେ ମୋ ପାର୍ଟି ନେବା ପାଇଁ ସୋସିଆଲ ମିଡ଼ିଆରେ ବାହାରିବା ପାଇଁ ଆଜି ବାହାରିଛି ସୂର୍ଯ୍ୟ ଏଫଆଇଆର ଦେଲା ପରେ ପୋଷ୍ଟର ବାହାରିଲା ସାଇ କହୁଛନ୍ତି ହସ୍ପିଟାଲକୁ କେହି ଯାଇନଥିଲେ ବୋଲି ଆପଣମାନେ ପଚାରି ଦିଅନ୍ତୁ ସୋସିଆଲ ମିଡ଼ିଆ ଆପଣ ତ ମିଡ଼ିଆ ମାନେ ଯାଇକି ଦେଖନ୍ତୁ ତାଙ୍କ ସିସିଟିଭି କ୍ୟାମେରା କେତେ ଲୋକ ମୋର ଯାଇଥିଲେ ଜଣେ ଜଣ 30 କି 50 ପିଲା ଯାଇଥିଲେ ସବୁ ଆପଣଙ୍କ ପିଲା ବୋଲି କଣ ମୋ ପାଖରେ ଚାକିରି କରୁଛନ୍ତି ମୋ ପାଖରେ ପ୍ଲାନ୍ ନାହିଁ ମୋ ପାଖରେ ଆଜ୍ଞା ଆଉ ଗୋଟେ କଥା ଜାଣିନାହାନ୍ତି ମାଲିକ ଯାତ୍ରା ଜାଣିନାହାନ୍ତି ସେ ଯାତ୍ରା ମୋ ପିଲା ମୋ ଆପଣ ବି ଯାଇଥିଲେ ଆପଣ ଯାତ୍ରା କରୁନା
ମୋ ପିଲାଟି ଯେତେବେଳେ ଭୁଲ ହେଇଛି ପ୍ରୋବ୍ଲେମ କ'ଣ ହେଇଛି ମୁଁ ସ୍ୱାଭାବିକ ମାଲିକ ହିସାବରେ ଆସିକି ପଚାରିବା ପାଇଁ ଘଟଣା ବୁଝିଲି ତା ପିଲା କିଏ କହୁଛି ସେ କହୁଛନ୍ତି ଯେ ସଦାଦି କରୁଛି ସଦାଦି ମାଲିକ ଅବସ୍ଥା କିଏ କ'ଣ କରୁଛି ତାହେଲେ ମାଲିକ ଲୋକ ମାଲିକ ମୋର ତ ଓଡ଼ିଶା ମୁଁ ଯାଉଛି ଆପଣ ସୂଚନା ମୁଁ ପଲିଟିକାଲ ଲାଇନରେ ଲୋକ ଆପଣ ଆଜି ଏଫଆଇଆର ଦେଲେ କି ସାଇ ସାର୍ ମାଲିକ ମାନଙ୍କ ବିଷୟରେ ଏଫଆଇଆର ଦେବେ ନା ଯାତ୍ରା କଲେ ବି ଏଫଆଇଆର ଦେବେ ଶୁଣନ୍ତୁ କାଗଜ ମୋର ଏଫଆଇଆର ଲେଖା ଲେଖି ହେବ ସବୁ ବର୍ତ୍ତମାନ ସେ ମୁଁ ଆଖଡ଼ା କଥା ଆସିନି ମୁଁ କେମିତି ଜାଣିବି ସେ ଆସିବ ରାତି 12ଟା ପରେ ଯଦି ସେ ନ ଆସନ୍ତି ତାହେଲେ ନ୍ୟୁଜ୍ 7 ଟିକେ ତଳୁ କରା ସାଇ ଆରେ ନ୍ୟୁଜ୍ 7 ତଳୁ କର ପୁରା ଉଠରେ ଆପଣମାନେ ମୋତେ ଆଜି ମୋ ଏରିଆକୁ ଯାଇନା ଯେଉଁମାନେ ଯାଇଥିବେ ଆଜିକା ଡେଟ୍ରେ ମୁଁ 50,000 ଭୋଟ ନେଲେ କାହିଁ ଜାଣିଛନ୍ତି ସେଥିପାଇଁ ଆପଣମାନେ ସାର୍ କଂଗ୍ରେସ ଭବନରୁ ଆପଣ ବିଦା କରିଦେଲେ ଏଇଟା କଂଗ୍ରେସ ଭବନରେ ବିଧାନ ଜାଣିଛନ୍ତି ସାର୍ ଏଠୁ ବିଦା ହେଇକି ଆପଣ ବିଜେପି ଡାଇରେକ୍ଟ କରିବା ପାଇଁ କୋଉଠି ମିଶି ସେଭଳି ଲାଣ୍ଡ ପଇସା ଖର୍ଚ୍ଚ କରିକି କରିଦେଲେ ଟଙ୍କା ଯୋଉଠି ସବୁ ପାଠ ସିଏ ଧନ ନାହିଁ ତ ସାର୍ ଟଙ୍କା ଦେଇକି ଆପଣ ଗୁଣ୍ଡା ଲଗେଇକି ଏଭଳିଆ କରିବେ ଆଜ୍ଞା ଆଜ୍ଞା ଗୋଟେ କଥା ଆଜ୍ଞା ସେ କଥା ଛାଡ଼ନ୍ତୁ ଗୋଟିଏ କଥା ପଚାରିଲ ଆପଣ ଟଙ୍କାରେ ଅବସ୍ଥା ଛାଡ଼ିବ ଆଜ୍ଞା ସେ କଥା ଛାଡ଼ନ୍ତୁ ବର୍ତ୍ତମାନ ଆପଣ ଯଦି ସାଇ ଷ୍ଟେଜରେ ସାଇ ଓ ବାୟ ଷ୍ଟେଜରେ ନ ଚଢ଼ନ୍ତୁ ଆପଣ ଏଫଆଇଆର ଦେବେ ନା ତାଙ୍କ ଶୁଣନ୍ତୁ ଷ୍ଟେଜରେ ଚଢ଼ନ୍ତୁ ନ ଚଢ଼ନ୍ତୁ ଆପଣ ଏଫଆଇଆର ମୋର ଯେତିକି ଭରସା ଅଛି କଳାକାର ହିସାବରେ ଯଦି ତାର ମାତ୍ର 2 ବର୍ଷ ଗଜା ଦେଇଛି ସେ କଳାକାର ଠିକ କଳାକାର ହେଲେ ଆସିଗଲା ପାର୍ଟିରେ ଜଏନ୍ କରି ନାଚ କରିବ ତାପରେ ଜଣେ ହେଇଥିଲା ଏହା କଥା ମୁଁ ବୁଝି ନ ବୁଝି ସେ କଳାକାର ହବାର ତାହେଲେ ସେ ସାର୍ ସେ ବାହାଘର ପାଇଁ ପଇସା ମାଗିଥିଲେ କି ଆପଣଙ୍କୁ ବାହାଘର ପାଇଁ ପଇସା ମାଗିଥିଲା କି ସାଇ ଆପଣଙ୍କୁ ସାଇ ତା ବାହାଘର ପାଇଁ ଆପଣଙ୍କୁ ପଇସା ମାଗିଥିଲା କି ମନେକର ଗଭର୍ଣ୍ଣମେଣ୍ଟ ମୁଁ ବାହା ହେବି କି କାହା ଘରେ ପହଞ୍ଚି ମୁଁ ଟଙ୍କା ସେ କଥା କହିବ ମୁଁ ତମେ ଚାକିରି ତ ଦରମା ତମେ ବାହାଘର କାହା ଘରେ ପହଞ୍ଚିବ ମୁଁ କହୁଛି